ନମସ୍କାର, ସୁପ୍ରଭାତ। ଗାଳ୍ପିକ ରତ୍ନାକର ନାୟକଙ୍କ 31ଟି କାଳଜୟୀ କାହାଣୀ ଭିତରୁ ଆଜି ଘର କାହାଣୀଟି ଆମେ ଶୁଣିବା। ଘର କାହାଣୀଟି ଲେଖିଛନ୍ତି ଗୋପୀନାଥ ମହାନ୍ତି। ଗୋପୀନାଥ ମହାନ୍ତି ହେଉଛନ୍ତି ଓଡ଼ିଶାର ସର୍ବପ୍ରଥମ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ବା ବିଜେତା ଗୋପୀନାଥ ମହାନ୍ତି। ସେ ମାଟି ମଟାଳ ଉପନ୍ୟାସ ପାଇଁ ଏହି ଜ୍ଞାନପୀଠ ପୁରସ୍କାର ପାଇଥିଲେ। ତାଙ୍କର ଆଉ ଦୁଇଟି ବଢ଼ିଆ ଭଲ ଉପନ୍ୟାସ ହେଉଛି, ପ୍ରସିଦ୍ଧ ଉପନ୍ୟାସ ହେଉଛି ଅମୃତର ସନ୍ତାନ ଓ ପରଜା। ଆଜି ଆମେ ତାଙ୍କର ଘର ଗଳ୍ପଟି ଶୁଣିବା। ଦକ୍ଷିଣର ରେଳଗାଡ଼ିରୁ ଜିନିଷପତ୍ର ପିଲାପିଲି ଓହ୍ଲାଇ ନେଇ ରାଜଧାନୀକୁ ନୂଆ ବଦଳି ହୋଇଥିବା କର୍ମଚାରୀ ସଦାଶିବ ଯେତେବେଳେ ଷ୍ଟେସନ ଫାଟକ ଟପି ପଦାକୁ ଆସିଲା, ସେତେବେଳେ ଝିଅ ମନ୍ଦାକ୍ରାନ୍ତା ଆହୁରି ଥରେ ପଚାରିଲା, ବାପା, ଆମ ଘର? ତାଠୁ 2 ବର୍ଷ ସାନ ପୁଅ ଶାର୍ଦ୍ଦୂଳ ବିକ୍ରୀଡ଼ିତ ଉଲ୍ଲାସରେ ଷ୍ଟେସନ ଘର ଭିତରେ କୁଦା ମାରିଲା ପାଟି କରି କରି, ଆମ ଘର, ଆମ ଘର। ସାନ ପୁଅ ଅନୁଷ୍ଟୁପ ଓ ସାନ ଝିଅ ଗାୟତ୍ରୀ ଏତିକିରୁ ବୁଝିଲେ ନାହିଁ। ବୁଝିଲେ ଯେ ଏ ଉତ୍ସବ ପାଳିତ ହେବା ଉଚିତ। ତେଣୁ ଦୁହେଁ ବେକରେ ହାତ ଛନ୍ଦାଛନ୍ଦି ହୋଇ ଡେଇଁ ଡେଇଁ ବୁଲିଲେ ପାଟି କରି କରି, ଆମ ଗଲ, ଆମ ଗଲ। ପଛରେ ଆସୁଛନ୍ତି ତାଙ୍କ ମା ଦମୟନ୍ତୀ। ଦମୟନ୍ତୀ କହିଲେ, ପାଣି ସୋରେଇଟା କ'ଣ ରେଳରେ ରହିଗଲା କି? ସଦାଶିବ ବାବୁ କହିଲେ, ନା, ଅଛି, ଚାଲ। ସଦାଶିବ କହିଲା। ପିଲାଙ୍କୁ ଆକୁଟି କହିଲା, ହଉ, ପାଟି କରନା। ଲୋକେ ଚାହିଁଛନ୍ତି, ଚାହିଁବାର ବି କଥା। ମାଲ ବହୁତ। ବାବୁ, ଗାଡ଼ି, ବାବୁ କହି ଗାଡ଼ିବାଲାମାନେ ଯେତେବେଳେ ଘେରିଗଲେ, ମନ୍ଦାକ୍ରାନ୍ତା ଆଉ ଥରେ ପଚାରିଲା, ବାପା, ଆମ ଘର ଏଠୁ କେତେ ଦୂର? ସଦାଶିବ କିଛି ଜବାବ ଦେଲା ନାହିଁ। ଜିନିଷପତ୍ର ପଠାପଠି କରିଦେଇ ପିଲାଙ୍କୁ ଧରି ଗୋଟିଏ ଘୋଡ଼ା ଗାଡ଼ିରେ ବସି ଯାତ୍ରା ଆରମ୍ଭ କରିଦେଲା। ଗାଡ଼ି ଭିତରେ ସ୍ତ୍ରୀକୁ ଚାହିଁଲା। ସେ ଆସନ୍ନ ପ୍ରସବା। କେମିତି ଅଛ? ଭଲ। ଆରେ ପିଲାଏ, ବୋଉ ଉପରେ ମାଡ଼ି ହୁଅ ନାହିଁ। ଶାର୍ଦ୍ଦୂଳ ବିକ୍ରୀଡ଼ିତ ସ୍ଲୋଗାନ ଦେଲା। ଆମ ଘର। ସାଙ୍ଗେ ସାଙ୍ଗେ ସମସ୍ତେ ମିଶି ସମସ୍ୱରରେ ଚିତ୍କାର କଲେ, ଆମ ଘର, ଆମ ଘର। ଦିପାଖ ସିଟ୍ରୁ ସ୍ୱାମୀ ସ୍ତ୍ରୀ ମୁହାଁମୁହିଁ ମୁହଁ ଚାହାଁ ଚାହିଁ ହେଲେ। ଦମୟନ୍ତୀ ହସିଲା। ସଦାଶିବ ମୁହଁ ପୋତିଲା। 12 ବର୍ଷ ପରେ ସେ ରାଜଧାନୀକୁ ବଦଳି ହୋଇଛି। ମଝିରେ ବର୍ଷେ 2 ବର୍ଷରେ ଥରେ ଅଧେ ନ ଆସିଛି ନୁହେଁ, କିନ୍ତୁ ସଂସାର ସମେତ ବଦଳି ଏଇ ପ୍ରଥମ। ଏଇ ସେଇ ପୁରୁଣା କଟକ, ତାର ବାଲ୍ୟର ଯୌବନର। ଆଉ ଏଠି 4 କ୍ରୋଶ ଦୂରରେ ନଈ ସେପାରିରେ ସାନ ଗାଁଟିଏ, ଯେଉଁଠି ସେ ଜନ୍ମ ହୋଇଥିଲା। ଜନ୍ମମାଟିର ଡିହ ଉପରେ ଲଙ୍କା ମରିଚ, ବାଇଗଣ ଲାଗିଥିବ। ଡିହ ବାଇଗଣ ଭଲ ଫଳୁଥିବ। ଆଉ ଥିବ କଳା ମିଶ୍ ମିଶ୍ କଖାରୁ ଡଙ୍କ, ତାର ଚେକା ଚେକା ଟାଁସିଆ ପତ୍ର। କୋଠା ଠିଆ ହୋଇଛି। ତିଆରି ଚାଲିଛି। ଇଟା ଗଦା ହେଉଛି, ବାଲି ଗଦା ହେଉଛି। ଇଟା ବୋଝେଇ ହୋଇ, ଲୁହା ଛଡ଼ ବୋଝେଇ ହୋଇ ବିକଟ ବେଗରେ ଚାଲିଛନ୍ତି ଟ୍ରକ୍ ମାଳ ମାଳ। ମଟର ଚାପି ହୋଇ ମରିଗଲା ବା କିଏ? ଏମିତି ମରି ନ ଥାନ୍ତା, ସେମିତି ମରନ୍ତା। ପ୍ରଗତି ଅଟକୁ ନାହିଁ। ଭାଁ ଭାଁ ମଟର ଗାଡ଼ି। କେତେ ବଡ଼ ଲୋକ। ଉଦ୍ବୁଦ୍ଧ କଟକ, ସମୃଦ୍ଧ କଟକ। ଜାତି ଜାତି ଲୋକ, ଗହଳି ସହର। 12 ବର୍ଷ ତଳେ ଏଠୁ ଯାଇଥିଲା ସେ। ଜିଲ୍ଲାରେ ଜିଲ୍ଲା, ବିଶାଳ ଓଡ଼ିଶା। ମନ୍ଦାକ୍ରାନ୍ତା ବାଲେଶ୍ୱରରେ ଜନ୍ମ। ଶାର୍ଦ୍ଦୂଳ ବିକ୍ରୀଡ଼ିତ କୋରାପୁଟରେ। ଅନୁଷ୍ଟୁପର ଜନ୍ମଭୂମି ବୋଡ଼ାସମ୍ବର। ଗାୟତ୍ରୀ ଭଞ୍ଜଭୂମିର ଝିଅ। ଜନ୍ମ ରସୋଲକଣ୍ଡାରେ। ଆଉ ଯେଉଁଠି ଜନ୍ମ ହେବାର ଅଛି, ତାର ପରିକଳ୍ପନା ସୁଦୂର ଅରଣ୍ୟାନୀ ଭିତରେ, ମାଙ୍କଡ଼ ନଚା ସବ୍‌ଡିଭିଜନରେ। ସେ କଟକରେ ସୂର୍ଯ୍ୟ ଦେଖିବ। କିନ୍ତୁ କେଉଁଠି, କାହିଁ ତା ପାଇଁ ଘର? ଏ ସହର ବଡ଼ ଲୋକଙ୍କର। ସଦାଶିବ ସ୍ତ୍ରୀକୁ କହିଲା, ଆମ ପାଇଁ ଏଠି ସ୍ଥାନ ନାହିଁ। ଚାଲ ତ। ସ୍ତ୍ରୀ କହିଲା। ସମସ୍ୟାଟା କ'ଣ ଜାଣ? ଦୁଃଖିତ ହୋଇ ସଦାଶିବ କହିଲା, ଯେଉଁ ଯୁଗରେ ଯେଉଁମାନେ ମରିଯିବା ଉଚିତ, ସେମାନେ ମରନ୍ତି ନାହିଁ। ଏତେ ବ୍ୟସ୍ତ ହେଲେ କ'ଣ ହେବ କହିଲ? ଦମୟନ୍ତୀ ବୁଝେଇଲା। ଘର ଖଣ୍ଡେ ମିଳିଯିବ ନାହିଁ ଯେ? ମିଳିବ ନିଶ୍ଚୟ। ଦାନ୍ତ ଚିପି ଚିପି ସଦାଶିବ କହିଲା। କିନ୍ତୁ ଡେରି ଅଛି। ତାର ଜ୍ୱଳନ୍ତା ଦୃଷ୍ଟି ଆଉ ଫମ୍ପା ଦୀର୍ଘଶ୍ୱାସ ନିଷ୍ଫଳ ରାଗରେ ଆକ୍ରମଣ କଲା ରାସ୍ତା ଧୂଳିକୁ। ମଟର ପଛରେ ମଟର ଚାଲିଛି, ମଟର ଚାଲିଛି। ଗନ୍ତବ୍ୟ ଲକ୍ଷ୍ୟ ବନ୍ଧୁ ରତ୍ନାକରର ଘର।
ରତ୍ନାକରର ଯୁଦ୍ଧୋତ୍ତର ବଜାରରେ ଲୁହା ବ୍ୟବସାୟ କରେ। ଅଣଓସାର ବାଟଘରକୁ ଛାଡ଼ି ଖୁବ୍ ସାନ ଗୋଟିଏ ଚାଳଘର। ଖଟକୁ ଖଟ ଯୋଡ଼ି ତଳେ ଜିନିଷପତ୍ର ଗଦେଇ ରଖି ଶିକାରୁ ଓହ୍ଲେଇ ବାକି ଯେତିକି ସ୍ଥାନ ଫାଙ୍କା ରହିଲା, ସେତିକିରୁ ରତ୍ନାକର ତାର ଓ ନିଜର ପିଲାମାନଙ୍କ ପାଇଁ ନିଶ୍ୱାସ ଗ୍ରହଣ କରେ। ପିଲା ତାର ବି 5ଟି, ସ୍କୁଲ ଯାତ୍ରୀ। ସ୍ତ୍ରୀ ସେ ଓ ଚାକର ବାକର। ତା ଛଡ଼ା ଘରେ କୁକୁର, ବିଲେଇ, ମୂଷା, ଗାଈଗୋରୁ। ଏପରି ଅବସ୍ଥାରେ ରତ୍ନାକର ଯେ ଦୂରାଗତ ବନ୍ଧୁର ଅଭ୍ୟର୍ଥନାର ଭାର ନେବ, ଏଥିରେ ଆଶ୍ଚର୍ଯ୍ୟ ହେବାର କଥା। କିନ୍ତୁ ଏ ସଂସାରରେ ଆଶ୍ଚର୍ଯ୍ୟ ଅପ୍ରତ୍ୟାଶିତ ସମ୍ଭବ ହୋଇଥାଏ। ଅପ୍ରତ୍ୟାଶିତ ଉଦାରତା, ଅପ୍ରତ୍ୟାଶିତ ନିଷ୍ଠୁରତା ଓ ଆକସ୍ମିକ ଘଟନା। ବିଶେଷତଃ ସଦାଶିବ ସେହିପରି ଯୁକ୍ତି କରେ। କହେ, ଆକସ୍ମିକତାରେ ବିଶ୍ୱାସ ନ ରଖିଲେ ଜୀବନ ରଖିବାର ପ୍ରୟୋଜନ ନାହିଁ। କାରଣ ନିଜର ଅବସ୍ଥା ଓ ରୋଜଗାରକୁ ଚାହିଁ ଯେଉଁ ପ୍ରକାର ସେ ଅଙ୍କ କଷୁ, ସେ ଦେଖେ ଅଙ୍କର ଫଳ କେବଳ ଅନାହାର, ଋଣ, ଇନସଲଭେନ୍ସି, ତାପରେ ଅନ୍ଧକାର। ଯଦି ଆକସ୍ମିକ କିଛି ନ ଘଟିବ, ସେ ସଂସ୍କାରରେ ଗ୍ରୀକ୍ ଟ୍ରାଜେଡ଼ିର ଆସ୍ଥାବାନ। ତେଣୁ ରତ୍ନାକର ଚିଠିରେ ଅଣ୍ଟା ଭିଡ଼ିଥିଲା। ରହ ମାସେ ପକ୍ଷେ, ମୋର ଆପତ୍ତି ନାହିଁ। ତାର ଗେଞ୍ଜାଗାଞ୍ଜି ବସାକୁ ଲାଗି ପଦାରେ ଖଣ୍ଡିଏ ଚାଳିଆ ଥିଲା, ଯାହା ଠିକ୍ ସଦାଶିବକୁ ହିଁ ଅପେକ୍ଷା କଲା ପରି ରହିଥିଲା। ଝାଟିମାଟିର କାନ୍ଥ ଉପରେ ଚାଳ, ଝରକା ନାହିଁ, ମେଲା ମେଲା ବାଉଁଶ ଜାଲିର ଦୁଆର କବାଟ। ଭିତରେ ଲୁହାର ଯନ୍ତ୍ରପାତି କିଛି କାଠ ଢାବଲ, ଅନ୍ୟାନ୍ୟ ଅଦରକାରୀ ଜିନିଷ। ପିଲାଙ୍କ ବହି ଆଲମାରୀ 3ଟି, ଯୋଡ଼ିଏ ଟେବୁଲ, 5ଟି ଚୌକି। ତଥାପି 3ଟି ଖଟ ପଡ଼ି କିଛି ଖାଲି ଜାଗା, 2 କରରେ କିଛି ଖାଲି ଭୂଇଁ। ଏଇ ଘର, ସଦାଶିବ କହିଲା। ରତ୍ନାକର ଆଗେଇ ଆସିଲା। ପଛେ ପଛେ ତାର ସ୍ତ୍ରୀ। 2 ପକ୍ଷର ପିଲା 2 ପକ୍ଷଙ୍କୁ ଅନାଇ ରହିଲେ। ଅନ୍ଧାର, ପ୍ରବଳ ବର୍ଷା। ଖଟ ଉପରେ ବିଛଣା ବିଛାଇ ସମସ୍ତେ ଶୋଇଛନ୍ତି। ହଠାତ୍ ସଦାଶିବର ନିଦ ଭାଙ୍ଗିଗଲା। କାହିଁକି ସେ ଜାଣେ ନାହିଁ। ପଦାକୁ ଚାହିଁଲା। ଲାଗିଲା ଏମିତି ଜୀବନ। ପଦାରେ ଅନ୍ଧାର ଓ ମେଘ ଶୀତରେ ପାଣିରେ ମରିବାର ହିଁ କଥା। ତଥାପି ଲୋକ ମରେ ନାହିଁ। କୌଣସି ପ୍ରକାରେ ଆକସ୍ମିକ ଆଶ୍ରୟ ତଳେ ମୁଣ୍ଡ ଗୁଞ୍ଜି ପଡ଼ି ରହେ। ଭାଗ୍ୟ ପ୍ରତି କୃତଜ୍ଞତା ଜଣାଇଲା, ପୁଣି ରତ୍ନାକର ପ୍ରତି। ଚିନ୍ତାରେ ମନ ଦେଲା। ୟାପରେ କ'ଣ? ହାତ ଉପରେ ଗୋଟେ ମୂଷା ଦୌଡ଼ି ପଳାଇବାର ଅନୁଭବ କଲା। ଚମକି ଉଠିଲା। ଏ ଘରେ ମୂଷାମାନଙ୍କର ଅବାଧ ଗତି ସେ ଜାଣେ। ଆଲୁଅ ଥାଇ ବି ସେମାନେ ଖେଳ କସରତ କରନ୍ତି, ଆତଯାତ ହୁଅନ୍ତି। ଅନ୍ଧାରରେ ନିଘା କଲା, ଘର ଭିତରେ ନାନା ଜାତି ଶବ୍ଦ ଲାଗି ରହିଛି। ତାପରେ ଆରମ୍ଭ ହେଲା ଗୋଟିଏ ଖଡ଼ 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 ଖଡ଼, ଠିକ୍ ତାର ଶୋଇବା ଖଟ ତଳେ। ତା ସଙ୍ଗେ ସଙ୍ଗେ ଗୋଟାଏ କ'ଣ ଗନ୍ଧ। ମୁଣ୍ଡ ତଳୁ ଟର୍ଚ୍ଚ ଲାଇଟ୍ କାଢ଼ି ଜାଳି ଦେଖିଲା, ଖଟ ତଳେ ଗୋଟାଏ ବୁଢ଼ା କୁକୁର। ନାକ ଅଗଠୁ ଲାଞ୍ଜ ଯାକେ କେଉଁଠି ଗୋଟିଏ ବାଲି ରୁମ ନାହିଁ, ସବୁ ଉପୁଡ଼ି ଯାଇଛି। ୟାର ବି ଏ ଘରେ ଦଖଲ ଅଛି। କିନ୍ତୁ ମଣିଷପଣ ବିସ୍ତାର କରି ଆତିଥେୟତା ପ୍ରତିଦାନ ଦେବାକୁ ଯାଇ ସଦାଶିବ କୁକୁରକୁ ମାରି ଗୋଡ଼ାଇଲା। କୁକୁର ବି ଦୃଢ଼ ପ୍ରତିଜ୍ଞ। ସେ ଅନ୍ଧାରକୁ, ବର୍ଷାକୁ ଯିବ ନାହିଁ। ଏକରୁ ସେକରୁ ଗୋଡ଼େଇ ଯାଉ ଯାଉ ଅନେକ ପ୍ରତିବନ୍ଧକ, ଖଟ, ଆଲମାରୀ, ଚୌକି, ଜିନିଷପତ୍ର। ଲାଗିଗଲା ମୋତେ ଛୁ। ଖେଳ ଏ ପାଖୁ ସେ ପାଖ, ସେ ପାଖୁ ଏ ପାଖ। କୁକୁର ପ୍ରଚୁର ଆଗ୍ରହରେ ଯୋଗଦେଲା। ଅଧଘଣ୍ଟାଏ ଏକର ସେକର ହୋଇ ସଦାଶିବ ବିଛଣାରେ ମୁହଁ ମାଡ଼ିଲା। କୁକୁର ମଧ୍ୟ ଆଉ କୁଣ୍ଡେଇ ହେଲା ନାହିଁ। କେବଳ ମଝିରେ ଫଁ ଫଁ ସଁ ସଁ ଦୀର୍ଘଶ୍ୱାସ। ଆଉ ତା ଦେହରେ ଗନ୍ଧ, ଯେଉଁଥିପାଇଁ ସେ ଦାୟୀ ନୁହେଁ। ଜୀବନର ସାଲିସ ଗ୍ରହଣ କରି ନେଇ ସଦାଶିବ ବର୍ଷାର ଧ୍ୱନିକି କାନ ଡେରି ଦେଇ କେତେବେଳେ ଶୋଇପଡ଼ିଲା। ଆରଦିନ ସକାଳ। ଅଳ୍ପ ଖରା ପଡ଼ିଛି। ଲାଗିଲା ଯେପରିକି ଦୁନିଆ ତାକୁ କୁମ୍ଭକର୍ଣ୍ଣ ବୋଲି ଠଉରେଇଛି ଓ ତାର ନିଦ ଭାଙ୍ଗିବାକୁ ଚାରିଆଡ଼ୁ ପଡ଼ୁଛି କାନଫଟା ପାହାର। ସହରର ଭାଷାରେ ପହିଲି ସକାଳର ପ୍ରଥମ ସମ୍ବୋଧନ ଶୁଣିଲା। ଲୁହାପିଟା ଲାଗିଛି। ମୁଣ୍ଡ ଟେକି ଅନାଇଲା। ପଲେ ମେଣ୍ଢା ଓ 2ଟା ବଳଦ ତାର ଖାଲି ଦୁଆର ମୁହଁ ବାଟେ ପଶି ଆସୁଛନ୍ତି। ଅପେକ୍ଷା କଲା ନାହିଁ। ଘର ଖୋଜିବାକୁ ଅଣ୍ଟା ଭିଡ଼ିଛି ସଦାଶିବ। ପକେଟରେ ଡବାଏ ପାନ, କଠାଏ ବିଡ଼ି ଓ ଗୋଟେ ଦିଆସିଲି। ସାମ୍ନାରେ ଗୋଟିଏ ରବିବାର। ଏ ଦେଶ ବ୍ୟକ୍ତିଗତ ଉଦ୍ୟମର ଦେଶ। ତେଣୁ ଏଠି ଅବସ୍ଥା ବ୍ୟକ୍ତିର ବ୍ୟକ୍ତିତ୍ୱକୁ ଆବିଷ୍କାର କରିବାକୁ ସୁଯୋଗ ଦିଏ। ସଦାଶିବ ମନକୁ ମନ ଯୁକ୍ତି କଲା। ସାଇକେଲ ଧରି ଗତି କଲା ଅନିର୍ଦ୍ଦିଷ୍ଟ ଉଦ୍ୟମରେ। ରାଜଧାନୀକୁ ସେ ମନେ ମନେ ବାଣ୍ଟି ନେଲା 4 ଖଣ୍ଡ କରି। 4 ଦିନର ଯୋଜନା। ପାନ ଦୋକାନୀ, ଖଲିପା, ପ୍ରତି ଗଳିର
ଗଳିରେ ସ୍ଥାନେ ସ୍ଥାନେ ଧୋବଧୋବାଳିଆ, କେହି ହାବୁଡ଼ିଲେ, କେହି ଚିହ୍ନା ଲୋକ, ହୁଏତ ସମ୍ବାଦ ଦେବେ ଏହିମାନେ। ତା ଛଡ଼ା ରାଜକର୍ମଚାରୀ ବନ୍ଧୁମାନେ। ଅନେକ ତଥ୍ୟ ସଂଗ୍ରହ କଲା। ଅନେକ ନୂଆ ଘରର ସନ୍ଧାନ ମିଳିଲା ଓ ନୂଆ ମଣିଷଙ୍କ ପରିଚୟ। ଖବର ପାଇବା ମାତ୍ରେ ଖାତାରେ ଟିପି ନେଇ ସାଙ୍ଗେ ସାଙ୍ଗେ ସେ ଧାଇଁଯାଏ। ଘର ନାହିଁ, ହେଇ ତ ଖାଲି ଘର। ଜଣେ ବାବୁ କଥା କରି ଯାଇଛନ୍ତି, ସେଠି ଯେଉଁ ନୂଆ ଘରଟି ତୋଳା ହୋଇଛି ସରିଲେ ମିଳିବ। ଆଗତୁରା ଭଡ଼ା ଟଙ୍କାରେ ଇଟା କିଣା ହୋଇ ନିହ ପଡ଼ିଥିଲା। ଘର ନାହିଁ, କିନ୍ତୁ ସହରର ଭୂଗୋଳ ବିଷୟରେ ଧାରଣା ହେଲା ପ୍ରଚୁର। କେଡ଼େ ସହରୀ, କେତେ ଗଳି, କେତେ ବଡ଼ ସହର ବଡ଼ ହୋଇଛି। ସଦାଶିବ ଯେତେବେଳେ ତା'ର କର୍ତ୍ତବ୍ୟ କାର୍ଯ୍ୟରେ ବୁଲୁଥିଲା ଅରଣ୍ୟରୁ ଅରଣ୍ୟାନୀ, ସେତେବେଳେ ଏ ସହରର ଲୋକେ ଘର ତୋଳିଛନ୍ତି, ରାସ୍ତା ପକେଇଛନ୍ତି, ଯୁଦ୍ଧ ବଜାର, କଣ୍ଟ୍ରୋଲ କାଳ, ଲକ୍ଷ୍ମୀ ଏ ହାତରୁ ସେ ହାତ ହୋଇଛନ୍ତି ଅନ୍ଧାରେ ଅନ୍ଧାରେ। ସହରରେ ଅସଂଖ୍ୟ ବଡ଼ ଲୋକ, ତା ପାଇଁ ଘର ନାହିଁ। କେଉଁଆଡ଼ୁ ଦେଖିଲେ ସହର ଦିଶୁଛି ଖୁବ୍ ବଡ଼ ବିସ୍ମୟ ପରି। ଚିହ୍ନା ସ୍ଥାନ ନାହିଁ, ତେଣୁ ସହରର ଚିହ୍ନଟ ହଜିଛି। ଯେଉଁଟା ଥିଲା ପୋଖରୀ, ହଂସ ଖେଳୁଥିଲେ, ସେଠି ଦିତାଲା କୋଠା। କେତେ ଥିଲା ଜଳାଭୂଇଁ, କରେ କରେ ନାଗଇରି ବଣ, ସେଠି ବସ୍ତି। ଅଣ୍ଟାଏ ପାଣିରେ ବି ଅଦ୍ୟାପି କୋଠା ଠିଆ ହୋଇଛି, କାମ ଚାଲିଛି। ସବୁ ଯେପରିକି ସଦାଶିବକୁ ହିଁ ଉପହାସ କରି ତାଳି ମାରି ଉଠୁଛି। ଆମେ ସବୁଆଡ଼େ ମାଡ଼ି ବସିଛୁ। ମଜୁରିଆର ଏଠି ସ୍ଥାନ ନାହିଁ, ଫେରିଯା। ଏଇ ସହରରେ ଥିଲା ତା'ର ବସାଘର। ବାଟରେ ଗଲେ ପୁରୁଣା ସ୍ମୃତି ଫେରିଆସେ। ହେଉ ତ ସେ ନିମ୍ବ ଗଛ, ବସାଘର ଧାଉଡ଼ିଟିଏ ତାହାର ତଳେ ଥିଲା। ଆଗମୁହାଁ କିଛି ପରିବର୍ତ୍ତନ ହୋଇଛି। ହେଇ ସେ ଘର। ଦୁଆର ମୁହଁରେ ପହଞ୍ଚିଲା। ହୋମିଓପାଥି ଡାକ୍ତରଖାନା ଖୋଲିଛି। ଭିତରୁ ସମ୍ଭାଷଣ। ଆପଣ କାହାକୁ ଖୋଜୁଛନ୍ତି ଆଜ୍ଞା? ନା, ଏମିତି। ଏ ଘର ତା'ର ନୁହେଁ, ତା'ର ଅତୀତର। ଆର ଗଳିରେ ଆହୁରି ଗୋଟିଏ ଘର, ସେଠି ସେ ଥିଲା 4 ବର୍ଷ। ଦୁଆର ମୁହଁରେ ଠିଆ ହେଲେ ଭିତରଟା ଯାକ ସବୁ ମନେ ପଡ଼େ। ଆଉ ପହିଲି ଯୌବନର ଦୃଶ୍ୟ ଅଛି। ପଢ଼ାଘର, ସେପାଖେ ପଡ଼ିଶା ଘର, ଜହ୍ନରାତି, ହାରମୋନିୟମ ସହିତ ଗୋଟିଏ ଝିଅର ଗଳା। ଦୁଆର ମୁହଁରେ ଠିଆ ହେଲା। ଭିତରୁ ଚହଳ ପଡ଼ିବ। ଦେହ ବଙ୍କେଇ ବଙ୍କେଇ ନାଟ କରି କରି ଦୌଡ଼ି ଆସିବ ତା'ର ପୋଷା କୁକୁର ଭାଲୁ। ଭାଲୁ ପେଡ଼ା ଖାଏ। କାହାକୁ ଖୋଜୁଛନ୍ତି? ଅତି କର୍କଶ ଗଳାରେ ରୂଢ଼ ଭାବେ ଗର୍ଜି ଉଠିଲେ ଜଣେ ମୋଟାସୋଟା ଭଦ୍ରଲୋକ। ସଦାଶିବ ଚମକି ପଡ଼ିଲା। ସଦାଶିବ ବାବୁ ଏଠି ନାହାନ୍ତି? ନା, ହେଇ ଆଗରେ ଦେଖନ୍ତୁ। ମୁଣ୍ଡ ନୁଆଁଇ ଆଗକୁ ଚାଲିଲା। ଚେତା ପଶିଲା, କାହାକୁ ଖୋଜୁଛି ବୋଲି କହିଦେଲା। ନିଜକୁ ତ। ଆଗରେ ନାହିଁ, ପଛରେ କେଉଁଠି। ପଛରୁ ମାଡ଼ି ଆସୁଛି ମଟର ଗାଡ଼ି। କାନ୍ଥ କରକୁ ଲେପ୍ଟି ଯାଉ ଯାଉ ମଟର ଚକର ଆଘାତ ଖାଲ ରାସ୍ତାର ଗୋଳିପାଣି ପିଚକାରି ମାରିଦେଲା ତା' ଉପରକୁ। ଇସ୍, ଦେହରୁ ଫାଳେ ଗଲା। ମଟରରେ ଗଲେ ଧୋବ ଲୁଗା, ଧୋବ ପଞ୍ଜାବୀ ପିନ୍ଧା ଗୋଲଗାଲ ଭଦ୍ରଲୋକ। ସେ କ'ଣ ଜାଣିଥିବେ? କେବେ ନୁହେଁ। ହୁଏତ ତାଙ୍କ ବେଉସା ଚିନ୍ତାରେ ମଗ୍ନ। ମଟରର ଦାସ, ମଟର ଭିତରେ ଥିବା ମନୁଷ୍ୟ, ମଟରରେ କ୍ଷତିଗ୍ରସ୍ତ ରାସ୍ତାର ପଦାତିକ, ଦୁହେଁ ଦୁହିଁଙ୍କୁ ଚିହ୍ନି ନାହିଁ। ମଟର ଚାଲେ। ରାସ୍ତାର ଅସଣା ପାଣି ଲୁଗାରେ ବାଜିବାରୁ ଭାବୁକପଣ ଉଭେଇଗଲା। ଏଇ ସହରରେ ଅନେକ ସ୍ଥାନ ଥିଲା ତା'ର ଘର। କେବଳ ଏ ସହରରେ କାହିଁକି, ଏ ଦୁନିଆରେ ଅନେକଠି। କେତେଠି ତା' ପାଇଁ ଜଳିଛି ଚୁଲି, କେତେଠି ବସି ସେ ଝାଳ ପୋଛିଛି, ବିଶ୍ରାମ କରିଛି। ବାହାର ପ୍ରକୃତିକି ଆବରି ନେଇ ନିଜର ଚିନ୍ତାକୁ, ନିଜର ଜୀବନକୁ ରୂପ ଦେଇଛି। ତା'ପରେ ତା' ଯାଇଛି। ଥରେ ମାଟି ଛୁଇଁଲା ପରେ କେତେଥର କେତେଠୁ ସେ ନିଶ୍ଚିହ୍ନ ହୋଇଛି। ପୁଣି ନୂଆ ମାଟିରେ ପଲ୍ଲବୀ ଉଠିଛି। କେତେଥର ମରିଛି, ପୁଣି ବଞ୍ଚି ଉଠିଲା। ଶୋଚନା ନାହିଁ। ବୁଲି ବୁଲି ସଞ୍ଜରେ ଫେରିଲା ବେଳକୁ ମେଘ ଦଲ ଦଲ ଆକାଶ। ଗୋଟାଏ ଦିନ ଶେଷ ହେଇଛି, ଘର ମିଳିନାହିଁ। 4 ଦିନ ସହରଯାକ ଏମୁଣ୍ଡ ସେମୁଣ୍ଡ ପାନିଆରେ କୁଣ୍ଡେଇବା ପରି ଶେଷ କରିସାରି ସଦାଶିବ ତା'ର କାର୍ଯ୍ୟରେ ଯୋଗଦେଲା କେବଳ କାଗଜରେ। ବସିବାକୁ ସ୍ଥାନ ନାହିଁ। ମହୁଫେଣା ପରି କାର୍ଯ୍ୟାଳୟ, ମହୁମାଛି ପରି କର୍ମୀ। କେତେ ମାଛି ଉଡ଼ି ଆସନ୍ତି, କେତେ ଯାଆନ୍ତି ଉଡ଼ି। ଏମିତି ଆବାହମାନ କାଳରୁ। ତାଙ୍କ ଭିତରେ କେଉଁ ମାଛି ଟିକିଏ ବଡ଼, ଟିକିଏ ମୋଟା, ଟିକିଏ ସରୁ, ଆଉ ଘାଉଁ ଘାଉଁ, କିଏ ଘାଉଁ ଘାଉଁ ଟିକିଏ ବେଶୀ, କିଏ ଟିକିଏ କାମୁଡ଼ା, ଆଉ କେତେ ସେମାନଙ୍କ ସମବେତ ସାନ ସ୍ୱର ଶୁଭେ କ୍ଷୀଣ କରୁଣ ଆଳାପ ପରି। ବହୁ ଆୟାସରେ ଯୋଗାଡ଼ କରି ପାରିଲା 7 ହାତର ଖଣ୍ଡେ ପିଣ୍ଡା, ବାବୁଆନିର ଭେକ ରଖିବାକୁ ଖଣ୍ଡେ ଟେବୁଲ, ଖଣ୍ଡେ ଚୌକି, ସାମ୍ନାରେ 2 ଖଣ୍ଡ ବେଞ୍ଚ।
ଚୌକିରେ ବସି ଟେବୁଲରେ ହାତ ରଖି ଅଣ୍ଟା ସଳଖେଇ ବଡ଼ ବଡ଼ ଆଖି କରି ସଦାଶିବ ସାମ୍ନାକୁ ଚାହିଁଲା। ସେ କର୍ମଚାରୀ, ଏଠି ତା'ର ଆଧିପତ୍ୟ। ଚାରିଆଡ଼କୁ ନିଘା କଲା। ଛେଳି ଲଣ୍ଡି ପଡ଼ିଛି। କିଛି ଗୋବର ଚିହ୍ନା ଛେଳି ଗନ୍ଧ ଯକ୍ଷ୍ମାର ପ୍ରତିଷେଧକ କହନ୍ତି। ଗୋମୟ ଡିସ୍ଇନଫେକ୍ଟାଣ୍ଟ। ଅନୁଭବ କଲା ଏଠି ବି ସେ ଏକଛତ୍ର ନୁହେଁ। କିଛି ସମୟ ପରେ କୁତୂହଳୀ ହୋଇ ଆସି ପହଞ୍ଚିଲେ ଗୋଟିଏ ଛେଳି ଓ ତା'ର 3ଟି ଛୁଆ। ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ ମୁହାଁମୁହିଁ। ସଦାଶିବ ଘର ପାଇଁ ଖଣ୍ଡେ ଆବେଦନ କରିଥିଲା ତା'ର କାର୍ଯ୍ୟାଳୟରେ। ଉପରିସ୍ଥ ଉତ୍ତର ଦେଇଥିଲେ, ସେ ଦାୟିତ୍ୱ ଆମର ନୁହେଁ। ତାପରେ ପୁଣି ବ୍ୟକ୍ତିଗତ ଉଦ୍ୟମ। ପରାମର୍ଶ ମିଳିଥିଲା, ବ୍ୟକ୍ତିଗତ ଉଦ୍ୟମରେ କମ୍ପାନୀ ବସେ, କୋଠା ତୋଳା ହୁଏ, ଚାଲେ ଆମଦାନୀ ରପ୍ତାନି ବେପାର। ତେବେ ଅସମ୍ଭବ କ'ଣ? ନ ମିଳିଲେ ଉଦ୍ୟମର ଅଭାବ, ଅଳସପଣ, ନିହାତି ନହେଲେ ଭାଗ୍ୟର ଦୋଷ। ପଚାରିଲେ ପ୍ରତିଶ୍ରୁତି ମିଳେ। ବଡ଼ ସହରର ଭଦ୍ରଲୋକମାନେ ଯେପରିକି ସାହାଯ୍ୟ କରିବାକୁ ବ୍ୟାକୁଳ ସମସ୍ତେ। ପାଟିରେ ପାନ ଓ ହସ, ବ୍ୟବହାରରେ ଶିଷ୍ଟାଚାର। ଆଜ୍ଞା, ମୁଁ ନିଘା ରଖିଲି। ଆପଣଙ୍କ ପାଇଁ ମିଳିବ ନାହିଁ ଖଣ୍ଡେ ଘର? ଆରଦିନ ଦେଖା ହେଲେ ପୁଣି ନୂଆ ହୋଇ ପ୍ରସ୍ତାବ। କ'ଣ ବୁଝିଲେ ଆଜ୍ଞା? କେଉଁ କଥା? ଘର ଖଣ୍ଡେ ବୁଝି ଦେଉଥିଲେ ପରା। ଓ ସେଇ କଥା। ବୁଝୁଛି ଆଜ୍ଞା। ପାଇଲେ କହିବି ଯେ। ପ୍ରତିଶ୍ରୁତି ମିଳେ, ଘର ମିଳେ ନାହିଁ। ରତ୍ନାକର ସହିଯାଏ। ପ୍ରତ୍ୟହ ସଞ୍ଜ ବୁଡ଼େ ଦମୟନ୍ତୀ ପଚାରେ, ଘର କଥା କ'ଣ ହେଲା? ନୂଆ ଶିଶୁ ପ୍ରକାଶ ପାଇଁ ଚହଳ ପକାଏ, ତା'ର ଘର ଦରକାର। ଏହିପରି ଦିନେ ଉଦ୍ଧାର କଲା ଦମୟନ୍ତୀ। ତା'ର ପ୍ରସୂତି କାର୍ଯ୍ୟ ପାଇଁ ଦରଖାସ୍ତ କରି ଡାକ୍ତରଖାନାରେ ମିଳିଗଲା ଖଣ୍ଡିଏ ବଖୁରିକିଆ ବସା। ସଦାଶିବ ସଦଳବଳ ସେଠିକି ଉଠିଗଲା। ଶାର୍ଦୂଳ ବିକ୍ରୀଡ଼ିତ ପରମ ଆନନ୍ଦରେ ବସା ସାମ୍ନାରେ ଘାସ ଆରକରେ ନୃତ୍ୟ ଆରମ୍ଭ କରିଦେଲା। ଆମ ଘର, ଆମ ଘର। ଅନୁଷ୍ଟୁପ, ମନ୍ଦାକ୍ରାନ୍ତା ଓ ଗାୟତ୍ରୀ ସେହି ଘାସରେ ଡେଇଁ ଲାଗିଲେ। ସୁନ୍ଦର ଘାସ, ସୁନ୍ଦର ନୁଆଁଣିଆ ଖରା। ପିଣ୍ଡାରୁ ଦମୟନ୍ତୀ ହସୁଛି। ସଦାଶିବ ମେଘକୁ ଅନେଇଛି। ଭାବୁଛି ଏଥର ଯେ ଜନ୍ମ ହେବ, କ'ଣ ହେବ ତା'ର ନାଁ? ସେ ପାଖର ଖଞ୍ଜାର କବାଟ ଖୋଲିଲା। ବାହାରିଗଲା ଗୋଟେ ମୃତ୍ୟୁର ପଟୁଆର। ସଦାଶିବ ଚମକି ପଡ଼ି ପଚାରିଲା, ହେ ପିଲେ? ସଦାଶିବ ଚମକି ପଡ଼ି ପାଟି କଲା, ହେ ପିଲେ, ଭିତରକୁ ଆସ, ଭିତରକୁ ଚାଲ। ଘର। ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ତାଙ୍କର ଲେଖା ସବୁ ବହୁତ ସୁନ୍ଦର, ବହୁତ ଗଭୀର। ତାଙ୍କର ସେ କାହାଣୀର ଭାବ, ଆମେ ସେ ଭାବକୁ ଯଦି ବୁଝିପାରିବା, ହେଲେ ଆମେ ତାଙ୍କ ଲେଖାକୁ ନିଶ୍ଚୟ ବୁଝିପାରିବା। ଆଉ ଆଜି ମୁଁ ଗୋଟେ କଥା କହୁଛି, ମୋର 211 ସବସ୍କ୍ରାଇବର ଅଛନ୍ତି ଆପଣମାନେ। 211 ଜଣ ଯଦି ଆଉ ଗୋଟେ ଲେଖାଏଁ ମୋତେ ସବସ୍କ୍ରାଇବର ଦେଇଦେବେ, ହେଲେ ମୁଁ ପ୍ରାୟ 500 ସବସ୍କ୍ରାଇବର ପର୍ଯ୍ୟନ୍ତ ଏଇ ବର୍ଷ ମାନେ 2025ରେ ପହଞ୍ଚିଯିବି। ପ୍ଲିଜ୍ ମୋତେ ଏତିକି ସାହାଯ୍ୟ କରନ୍ତୁ, ମୋତେ ଏତିକି ଦୟା କରନ୍ତୁ। ମୁଁ ଆପଣମାନଙ୍କୁ ନୂଆ ନୂଆ ଗପ, କେବଳ ମୋର ନୁହେଁ, ଅନ୍ୟ ସମସ୍ତଙ୍କର ଗପ ଆଣି ଶୁଣାଇବା ପାଇଁ ଚେଷ୍ଟା କରିବି। ଆପଣମାନଙ୍କୁ ଯେଉଁଟା ଭଲ ଲାଗୁଥିବ ସେଇଟା ହିଁ ଆଣିକି ଶୁଣାଇବା ପାଇଁ ଚେଷ୍ଟା କରିବି। ରହୁଛି। ନମସ୍କାର। ଆଜିର ଦିନ ଶୁଭ ହେଉ। ମା ତାରିଣୀ ଆପଣମାନଙ୍କୁ ସହାୟ ହୁଅନ୍ତୁ। ଆପଣମାନଙ୍କର ସମସ୍ତଙ୍କର ମଙ୍ଗଳ କରନ୍ତୁ। ଏହା ହିଁ କାମନା କରି ମୁଁ ଆଜି ରହୁଛି। ଆପଣଙ୍କର ସବିତା।